नमस्ते श्री अरविंदाय। ओम आनंदमयी चैतन्यमयी सत्यमयी परमे। श्रीमद् भगवत गीता एक तात्विक ग्रंथ मात्र नुहे, यह मध्य एक व्यावहारिक ग्रंथ। व्यक्ति चेतनार प्रकाश और विकास निमंते यही ग्रंथरे केवल उपदेश मान नाही, रहिछि मध्य अनेक अनुपम निर्देश। साधारण जीवनर संकीर्णता और संकोचनरु मुक्त हेबा पाई अनेक दिग्दर्शन एथिरे रहिछि। गीता शब्दर अर्थ हेउछि गुरु शिष्यंकर कथोपकथन बा वार्तालाप। भारतीय आध्यात्मिक जगतरे केतेक गीता रहिछि, यथा हंस गीता, सीता गीता, गुरु गीता, महिमंडल गीता, उद्धव गीता इत्यादि इत्यादि। समस्त गीता ग्रंथ मध्यरे श्रीमद् भगवत गीता श्रेष्ठ आसनर अधिकारी। कारण एथिरे भगवान श्रीकृष्ण स्वयं वक्ता एवं तांकर सखा तथा शिष्य अर्जुन स्वयं श्रोता भूमिकारे अवतीर्ण। अर्जुन हेउछन्ति समग्र मानव जातिर प्रतिनिधि। अतएव श्रीमद् भगवत गीतार श्रोता समग्र विश्ववासी। देश काल और पात्र निर्विशेषरे सबु कालरे और समस्तक पाई गीता ग्रंथ उद्दिष्ट। गीता ग्रंथर प्रथम इंग्राजी अनुवाद होइथिला 1785 मसीहारे। एही ग्रंथर मुखबंध लिखिथिले वारेन हेस्टिंग्स। से एथिरे उल्लेख करथिले जे गीता ग्रंथ केवल भारतीय मानक पाई नुहे, समग्र विश्ववासी पाई उद्दिष्ट। श्री माँ फ्रांस रे थिला बेले गीतार एक फरासी अनुवाद पाइथिले ओ पाठ करथिले। एहा द्वारा से बहु भावरे प्रभावित होइथिले एवं माँ कहती जे समग्र पृथ्वी को भारतर एक विशिष्ट अवदान श्रीमद् भगवत गीता। आध्यात्मिक राज्य रे ताहा सते एक उज्ज्वल ज्योतिष्क। श्री अरविंद गीता ग्रंथर विचार विश्लेषण अत्यंत चमत्कार भावरे करिसंती तांको रचित दि एसेज ऑन गीता ग्रंथरे, जहा आर्य पत्रिकारे प्रकाशित होइथिला। एसेज ऑन गीता ग्रंथर फर्स्ट सीरीज आर्य पत्रिकारे 1916 मसीहा अगस्ट मासरू 1918 मसीहा जुलाई मास पर्यंत प्रकाशित होथिला। एहार सेकेंड सीरीज 1918 अगस्ट मासरू पुनर्बार 1920 जुलाई मास पर्यंत प्रकाशित होइथिला। एही ग्रंथ गीतार एक भाष्य ग्रंथ नुहे, बरं तार गभीर अनुशीलन अनुध्यान तथा विश्लेषण एथिरे रहिछि, जहार ओडिया अनुवाद रो नाम गीता निबंध माला ग्रंथ। मूल बंगला रचना ग्रंथरे श्री अरविंद श्रीमद् भगवत गीतार केतेक विचार विश्लेषण मध्य करिसंती। सेथिरे से उल्लेख करिसंती
ଯେ ଗୀତାର ସହସ୍ର ବ୍ୟାଖ୍ୟା ହୋଇଛି, ତଥାପି ଆହୁରି ସହସ୍ରାଧିକ ବ୍ୟାଖ୍ୟା ହେବା ପାଇଁ ବାକି ଅଛି। ବାସ୍ତବରେ ଗୀତା ଗ୍ରନ୍ଥ କଳିଯୁଗ ପାଇଁ ଉଦ୍ଦିଷ୍ଟ। ଦ୍ୱାପର ଓ କଳିର ସନ୍ଧି ସମୟରେ ଶ୍ରୀକୃଷ୍ଣ ଆବିର୍ଭୂତ ହୋଇଥିଲେ। ଯୁଗ ସନ୍ଧି ସମୟରେ ଅବତାର ଆସନ୍ତି। ସନ୍ଧି ସମୟର ସେହି ଗୀତା ଗ୍ରନ୍ଥରେ କଳିଯୁଗର ଭଗବତ୍ ସାଧନାର ବିଧି ବ୍ୟବସ୍ଥା ଓ ଆବଶ୍ୟକତା ପ୍ରଭୃତିର ବହୁ ଦିଗ ଉପସ୍ଥାପିତ ହୋଇଛି। ଶ୍ରୀ ଅରବିନ୍ଦ କହନ୍ତି, ଶ୍ରୀକୃଷ୍ଣ ଯେତେବେଳେ ଅବତୀର୍ଣ୍ଣ ହୋଇଥିଲେ, ସେତେବେଳେ କଳିର ରାଜ୍ୟ ଆରମ୍ଭ ହେବାର ସମୟ ଆସିଥିଲା। କେବଳ ତାଙ୍କରି ଆବିର୍ଭାବରେ ଭୀତ ହୋଇ କଳି ନିଜ ରାଜ୍ୟରେ ପଦସ୍ଥାପନ କରିପାରିନଥିଲା। ପରୀକ୍ଷିତ କଳିକୁ ପଞ୍ଚଗ୍ରାମ ଦାନ କରି କଳିର ଏକାଧିପତ୍ୟସ୍ଥତାକୁ ସ୍ଥଗିତ ରଖିଥିଲେ। ବାସ୍ତବିକ ଶ୍ରୀକୃଷ୍ଣଙ୍କ ଦେହାବସାନ ପରେ କଳିଯୁଗ ପ୍ରତ୍ୟକ୍ଷରେ ଆରମ୍ଭ ହେଲା। ଗୀତା ଗ୍ରନ୍ଥକୁ ଶ୍ରୀ ଅରବିନ୍ଦ ମଣିମୁକ୍ତାର ଖଣି ବୋଲି ବିବେଚନା କରିଛନ୍ତି। ପ୍ରକୃତରେ ଏଥିରେ ଯେଉଁ ଉଜ୍ଜ୍ୱଳ ରତ୍ନ ରହିଛି, ତାହାର ତୁଳନା କଳନା ନାହିଁ। ସତରେ କେତେ ମୂଲ୍ୟବାନ ଆଧ୍ୟାତ୍ମିକ ଉପାଦାନର ସମ୍ୟକ୍ ସମନ୍ୱୟ ଏଥିରେ ସଂଗଠିତ ହୋଇଛି। ବହୁ ଉପନିଷଦର କେତେ ଧାରା ଏଥିରେ ସମନ୍ୱିତ ହୋଇଛି। ପ୍ରକୃତରେ ଗୀତା ଗ୍ରନ୍ଥକୁ କୁହାଯାଉଛି ଯେ ସିଏ ଯେମିତି ଏକ କ୍ଷୀର ଯହିଁରେ ଅମୃତମୟତା ସଞ୍ଚରିତ ହୋଇ ରହିଛି। ତେଣୁ ତ କୁହାଯାଇଛି, ସର୍ବୋପନିଷଦୋ ଗାବୋ ଦୁଗ୍ଧା ଗୋପାଳ ନନ୍ଦନଃ ପାର୍ଥୋ ବତ୍ସଃ ସୁଧେର ଭୋକ୍ତା ଦୁଗ୍ଧମ୍ ଗୀତାମୃତମ୍ ମହତ୍। ଗୀତା ଅମୃତମୟ। ଗୀତାର ବାଣୀ ଅମୃତର ବାଣୀ ସହିତ ତୁଳନୀୟ। ଏଥିରେ ପ୍ରଥମ 6 ଅଧ୍ୟାୟରେ ପ୍ରସ୍ତୁତି ଅଛି ଜୀବନ ଚିନ୍ତାର, ଜୀବନର ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତି ରହିଛି। ପରବର୍ତ୍ତୀ 6 ଅଧ୍ୟାୟରେ ରହିଛି ସମସ୍ତ ତତ୍ତ୍ୱ ଓ ତାର ବ୍ୟାଖ୍ୟା। ପରବର୍ତ୍ତୀ 6 ଅଧ୍ୟାୟରେ କେତେକ ବାସ୍ତବ ଦିଗ୍ଦର୍ଶନ ଉପସ୍ଥାପିତ ହୋଇଛି। ସମ୍ପୂର୍ଣ୍ଣ ଭାବରେ ଅଷ୍ଟାଦଶ ଅଧ୍ୟାୟରେ ଜୀବନର ସମସ୍ୟା, ବାସ୍ତବତା ଓ ସମାଧାନର କଥା ପ୍ରଖ୍ୟାପିତ ହୋଇଛି। କେତେକ ପାଶ୍ଚାତ୍ୟ ସମାଲୋଚକ ମତ ଦିଅନ୍ତି ଯେ ଏହା କିପରି ସମ୍ଭବ ହେଲା ସଂଗ୍ରାମ ଭୂମିରେ ଆଧ୍ୟାତ୍ମିକତାର ଆଲୋଚନା। ସଂଗ୍ରାମ ଭୂମି, ସଂଗ୍ରାମର ଭୂମି
ବାସ୍ତବତାର ଭୂମି, ସେଠାରେ ସୂକ୍ଷ୍ମ ଆଧ୍ୟାତ୍ମିକତାର ପ୍ରବେଶ କିପରି ଘଟିଲା। ପ୍ରକୃତରେ ସେମାନଙ୍କର ଏ ମତାମତ ଅପୂର୍ଣ୍ଣ। କାରଣ ସଂଗ୍ରାମ ଭୂମିରେ ସ୍ଥୂଳତ୍ୱ ସହିତ ସୂକ୍ଷ୍ମ ଚେତନାର ଆବଶ୍ୟକତା ଅଛି, ସମନ୍ୱୟର ଏକାନ୍ତ ଆବଶ୍ୟକତା ଅଛି। ଏହି ସଂଗ୍ରାମ କେବଳ ବହିର୍ସଂଗ୍ରାମ ନୁହେଁ, ଅନ୍ତଃ ସଂଗ୍ରାମ ମଧ୍ୟ। ମାନବ ଜୀବନ ସଂଗ୍ରାମର ଭୂମି। ପ୍ରତ୍ୟେକ ପଦକ୍ଷେପରେ ଏହି ସଂଗ୍ରାମର ସମ୍ମୁଖୀନ ହେବା ପାଇଁ ଆବଶ୍ୟକ ଆଧ୍ୟାତ୍ମିକତାର ସ୍ପର୍ଶ। ପୂର୍ଣ୍ଣ ଯୋଗରେ ଏହି କଥାଟି ଅଧିକରୁ ଅଧିକ ଉଦ୍ଘୋଷିତ ହୋଇଛି ଯେ ପଳାୟନ ନୁହେଁ, ବରଂ ଦିବ୍ୟ ପୂର୍ଣ୍ଣତାରେ ଜୀବନକୁ ପରିପୂର୍ଣ୍ଣ କରିବା ହିଁ ଜୀବନର ପ୍ରକୃତ ଲକ୍ଷ୍ୟ। ସେଇଥିପାଇଁ ଶ୍ରୀ ଅରବିନ୍ଦ ଗୀତା ଗ୍ରନ୍ଥ ଉପରେ ଏତେ ଗୁରୁତ୍ୱ ଆରୋପ କରିଛନ୍ତି। କାରଣ ଗୀତାରେ ବାସ୍ତବତା ସହିତ ଆଧ୍ୟାତ୍ମିକତାର, ସମସ୍ୟା ସହିତ ସମାଧାନର ପୂର୍ଣ୍ଣ ଉପସ୍ଥାପନା କରାଯାଇଛି। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବହୁ ଭାବରେ ବହୁ ତତ୍ତ୍ୱ ପ୍ରଖ୍ୟାପନ କରି ଅନେକ ଉପଦେଶ ପ୍ରଦାନ କରିଛନ୍ତି। ଆତ୍ମାର ସ୍ୱତନ୍ତ୍ରତା, ଆତ୍ମାର ଅମରତ୍ୱ, ଜଗତର ସ୍ଥିତି ଓ ପ୍ରକୃତି, ଜୀବନର ଚିନ୍ତନ, କେତେ ସମସ୍ୟାର ଅନୁଶୀଳନ, ଏ ସମସ୍ତର ମହାମିଳନ ତୀର୍ଥ ଶ୍ରୀମଦ୍ ଭଗବତ ଗୀତା ଗ୍ରନ୍ଥ। ନିଜକୁ ନିଜେ ଅହଂ ମାଂ এই ଶବ୍ଦରେ ସେ ଉପସ୍ଥାପନା ବାରମ୍ବାର କରିଛନ୍ତି। ଦଶମ ଅଧ୍ୟାୟରେ ତାଙ୍କର ବିଭୂତି କିଭଳି ଭାବରେ ବିଚ୍ଛୁରିତ, ପ୍ରକଟିତ, ପ୍ରକାଶିତ ସମଗ୍ର ବିଶ୍ୱରେ, ତାହା ସେ ଅର୍ଜୁନଙ୍କୁ ବୟାନ କରିଛନ୍ତି, ବ୍ୟାଖ୍ୟାନ କରିଛନ୍ତି। ଜୀବନର, ଜଗତର ଯେତେ ଦିଗ, ଏ ସବୁ ଦିଗ ଗୁଡ଼ିକ ଏଥିରେ ପ୍ରଖ୍ୟାପିତ ହୋଇଛି। ବହୁ ଅନୁବାଦ ଗୀତା ଗ୍ରନ୍ଥର ବିଭିନ୍ନ ଭାଷାରେ କରାଯାଇଛି। ଓଡ଼ିଆ ଭାଷାରେ ମଧ୍ୟ ବହୁ ପଣ୍ଡିତ, ଜ୍ଞାନୀ ଏହାର ଅନୁବାଦ କରିଛନ୍ତି। କେତେଜଣ ଏହାର ଆକ୍ଷରିକ ଅନୁବାଦ ମଧ୍ୟ ଉଲ୍ଲେଖ କରିଛନ୍ତି। ସେଥିମଧ୍ୟରୁ ଜଣେ ହେଉଛନ୍ତି ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ପଣ୍ଡିତ ରଘୁନାଥ ମିଶ୍ର। ସେ ଓଡ଼ିଆ ଭାଷାରେ ଆକ୍ଷରିକ ଅନୁବାଦ କରିଛନ୍ତି ଶ୍ରୀମଦ୍ ଭଗବତ ଗୀତା ଗ୍ରନ୍ଥର, ଯାହାର ଅନେକ ପ୍ରଶସ୍ତି ପଣ୍ଡିତ ନୀଳକଣ୍ଠ ଦାସ
पंडित लिंगराज मिश्र तत्काଳରେ କରିଛନ୍ତି। ସେହି ଗୀତା ଗ୍ରନ୍ଥର ଭୂୟସୀ ପ୍ରଶଂସା କରିଛନ୍ତି ଆମ ସମୟର ବିଶିଷ୍ଟ ସାହିତ୍ୟିକ, ସମଗ୍ର ବିଶ୍ୱ ସାହିତ୍ୟର ଅନ୍ୟତମ ସାର୍ଥକ ସୁଲେଖକ, ସୁବକ୍ତା ପ୍ରଫେସର ମନୋଜ ଦାସ ମହୋଦୟ। ତାଙ୍କର ମନ୍ତବ୍ୟ ଅତ୍ୟନ୍ତ ଆକର୍ଷଣୀୟ। ସେ ଏହି ଉଚ୍ଛ୍ୱସିତ ପ୍ରଶଂସା ମାଧ୍ୟମରେ ଗୀତାର ଏ ଅନୁଦିତ ଗ୍ରନ୍ଥ ପ୍ରତି ଯେଉଁ ଆଗ୍ରହ ଓ ଆନ୍ତରିକତା ପ୍ରକଟନ କରିଛନ୍ତି ତାହା ଅକଳ୍ପନୀୟ। ଦଶମ ଅଧ୍ୟାୟରେ ବିଭୂତି ଯୋଗରେ କିପରି ସ୍ୱୟଂ ଭଗବାନ ନିଜକୁ ନିଜେ ବର୍ଣ୍ଣନା କରିଛନ୍ତି ତାହା ଏହି ଅନୁଦିତ ଗୀତା ଗ୍ରନ୍ଥରୁ ଆମେ ଦେଖିବା। ଦଶମ ଅଧ୍ୟାୟ ବିଭୂତି ଯୋଗ। ଶ୍ରୀ ଭଗବାନ ଉବାଚ କହୁଅଛି ମହାବାହୋ ଶୁଣ ମୋ ପରମ କଥା, ପ୍ରୀତିଯୁକ୍ତ ଯେଣୁ ତୁମ୍ଭେ ତୁମ୍ଭ ହିତ କରି ଚିନ୍ତା। ମହର୍ଷି ବା ସୁରଗଣ ନ ଜାଣନ୍ତି ମୋର ଜନ୍ମ, ସର୍ବରୂପେ ଆମ୍ଭେ ଯେଣୁ ତାଙ୍କର ଆଦି କାରଣ। ଯେ ଜାଣେ ମୋତେ ଅଜନ୍ମା ଅନାଦି ଲୋକ ଈଶ୍ୱର, ସର୍ବ ପାପ ମୁକ୍ତ ହୁଏ ସେହି ମୋହହୀନ ନର। ବୁଦ୍ଧି ଜ୍ଞାନ ଅସମ୍ମୋହ କ୍ଷମା ସତ୍ୟ ଦମ ସମ, ସୁଖ ଦୁଃଖ ଭୟାଭୟ ଜନମ ମରଣ ପୁଣ। ଅହିଂସା ସମତା ତୁଷ୍ଟି ଯଶାଯଶ ତପଦାନ, ଆମ୍ଭରି ଠାରୁ ଉତ୍ପନ୍ନ ପ୍ରାଣୀର ଏ ଭାବମାନ। ପରସପ୍ତ ପୂର୍ବଚାରୀ ମହାଋଷି ମନୁଗଣ, ମର୍ତ୍ତ୍ୟ ପ୍ରଜା ସୃଷ୍ଟିକର୍ତ୍ତା ମୋ ଭାବେ ମୋ ମନୁ ଜନ୍ମ। ମୋର ଏ ବିଭୂତି ଯୋଗ ଯଥାର୍ଥରେ ଜାଣେ ଯେହି, ସେ ହୁଅଇ ମହାଯୋଗୀ ସଂଶୟ ନାହିଁଟି ତହିଁ। ଆମ୍ଭେ ସର୍ବ ସୃଷ୍ଟିକର୍ତ୍ତା ସର୍ବେ ଆମ୍ଭ ଠାରୁ ଜାତ, ଜାଣିଣ ଭଜନ୍ତି ମୋତେ ଜ୍ଞାନୀ ଗଣ ପ୍ରୀତିଯୁକ୍ତ। ମୋରେ ଅର୍ପି ମନ ପ୍ରାଣ ପରସ୍ପରେ ବୁଝାଇଣ, ଲଭନ୍ତି ଶାନ୍ତି ସନ୍ତୋଷ ମୋ କଥା କରି କୀର୍ତ୍ତନ। ପ୍ରୀତିଯୁକ୍ତ ଭକ୍ତ ମୋର ସେହି ସଦା ଯୋଗୀ ଗଣେ, ଦେଉ ଆମ୍ଭେ ବୁଦ୍ଧି ଯୋଗ ମୋତେ ସେ ଲଭନ୍ତି ଯେହ୍ନେ। ଅନୁକମ୍ପାରେ କେବଳ ହୋଇ ତାଙ୍କ ଅନ୍ତଃସ୍ଥିତ, ଦୀପ୍ତ ଜ୍ଞାନ ଦୀପେ ନାଶୁ ତମଃ ଅଜ୍ଞାନ ଜନିତ। अर्जुन उवाच परम ब्रह्म परधाम तुम्भे पवित्र परम, नित्य दिव्य आदि देव पुरुष विभु जन्म।
କହନ୍ତି ସକଳ ଋଷି ଦେବର୍ଷି ନାରଦ ମୁନି ଅସିତ ଦେବଳ ବ୍ୟାସ କହୁଅଛ ତୁମ୍ଭେ ପୁଣି ଜାଣିଲି ଏ ସର୍ବସତ୍ୟ କହିଲ ଯାହା କେଶବ ତୋ ପ୍ରକାଶ ନ ଜାଣନ୍ତି ଦେବତା କିମ୍ବା ଦାନବ ଆପେ ଆପଣାକୁ ଜାଣ ତୁମ୍ଭେ ହେ ପୁରୁଷୋତ୍ତମ ଦେବ ଦେବ ଜଗତପତି ଭୂତେଶ ଭୂତ ଭାବନ କହ ସେ ଅଶେଷ ଦିବ୍ୟ ଆତ୍ମବିଭୂତି ତୁମ୍ଭର ଯେ ବିଭୂତି ବଳେ ପ୍ରଭୁ ବ୍ୟାପୀ ଅଛ ତିନି ପୁର କି ଭାବେ ଚିନ୍ତି ହେ ଯୋଗୀ ଲଭିବି ମୁଁ ତବ ଜ୍ଞାନ ଭଗବାନ କେଉଁ ଭାବେ କରିବି ତୁମ୍ଭଙ୍କୁ ଧ୍ୟାନ ବିସ୍ତାରୀଣ ଆତ୍ମଯୋଗ ବିଭୂତି ହେ ଜନାର୍ଦ୍ଦନ କହ ପୁଣି ତୃପ୍ତ ନୁହେ ଶୁଣି ସେ ସୁଧା ବଚନ ଶ୍ରୀ ଭଗବାନ ଉବାଚ ଅନନ୍ତ ବିସ୍ତର ଦିବ୍ୟ ଆପଣା ବିଭୂତି ମୋର ପ୍ରଧାନ କେତେକ ତହୁଁ କହୁଛି ହେ କୁରୁବୀର ଆଦିତ୍ୟ ଗଣେ ମୁଁ ବିଷ୍ଣୁ ଜ୍ୟୋତିଷ୍କ ଗଣେ ଭାସ୍କର ମରିଚି ମରୁତ ଗଣେ ନକ୍ଷତ୍ରେ ମୁଁ ସୁଧାକର ବେଦେ ସାମ ବେଦ ମୋହି ଦେବଗଣେ ମଘବାନ ଚେତନା ମୁଁ ଭୂତ ଗଣେ ଇନ୍ଦ୍ରିୟ ଗଣେ ମୋ ମନ ଶଙ୍କର ମୁଁ ରୁଦ୍ର ଗଣେ ଯକ୍ଷ ରାକ୍ଷସେ କୁବେର ବସୁ ଗଣେ ପାବକ ମୁଁ ସୁମେରୁ ଗିରିକୂଳର ପୁରୋହିତ ଗଣେ ଆମ୍ଭେ ବୃହସ୍ପତି କୁରୁବୀର ସେନାନୀ ଗଣେ ମୁଁ ସ୍କନ୍ଦ ସରସୀ ମଧ୍ୟ ସାଗର ମହର୍ଷି କୂଳେ ମୁଁ ଭୃଗୁ ଓଙ୍କାର ମୋହି ବଚନେ ଯଜ୍ଞ ମଧ୍ୟରେ ଜପ ଯଜ୍ଞ ହିମାଦ୍ରି ସ୍ଥାବର ଗଣେ ଦେବର୍ଷି ଗଣେ ନାରଦ ବୃକ୍ଷ ଗଣେ ମୁଁ ଅଶ୍ୱତ୍ଥ ସିଦ୍ଧ ଗଣେ କପିଳ ମୁଁ ଗନ୍ଧର୍ବରେ ଚିତ୍ରରଥ ଅଶ୍ୱଗଣେ ଉଚ୍ଚୈଶ୍ରବା ଅମୃତ ସହ ସଞ୍ଜାତ କରିବରେ ଐରାବତ ନରଗଣେ ନରନାଥ ଆୟୁଧରେ ବଜ୍ରମୋହି କାମଧେନୁ ଧେନୁକୂଳେ ପ୍ରଜନନେ କନ୍ଦର୍ପ ମୁଁ ବାସୁକୀ ସର୍ପମଣ୍ଡଳେ ନାଗକୂଳରେ ଅନନ୍ତ ଜଳଚରେ ମୁଁ ବରୁଣ ଅର୍ଜମା ମୁଁ ପିତୃଗଣେ ସଂଯମୀ ଗଣେ ମୁଁ ଯମ ଦୈତ୍ୟକୂଳେ ପ୍ରହଲ୍ଲାଦ କାଳଗଣକ ମଧ୍ୟରେ ପଶୁକୂଳେ ମୁଁ ମୃଗେନ୍ଦ୍ର ବୈନତେୟ ମୁଖେଚରେ ବେଗଗାମୀ ମଧ୍ୟରେ ବାୟୁ ଶସ୍ତ୍ରୀକୂଳେ ଦାଶରଥୀ ମୀନଗଣେ ମକର ମୁଁ ନଦୀ ମଧ୍ୟରେ ଭାଗୀରଥୀ ଅର୍ଜୁନ ବିଶ୍ୱସୃଷ୍ଟିର ଆଦି ମଧ୍ୟ ଅନ୍ତ ମୋହି ବିଦ୍ୟାରେ ଅଧ୍ୟାତ୍ମ ବିଦ୍ୟା ବାଦୀଙ୍କ ବାଦ ଅଟଇ ଅକ୍ଷରେ ଅକାର ଦ୍ୱନ୍ଦ୍ୱ ସମାସେ କାଳ ଅକ୍ଷୟ ଶୁଭାଶୁଭ ଫଳଦାତା
विश्वमुख सर्वमय सर्वहर मृत्युमोहि भविष्य उद्भव कर कीर्ति वाणी स्मृति मेधा धृति क्षमा श्री नारीर सामवेदे बृहत् साम छंद मध्यरे गायत्री मासे मार्गशीर ऋतु मध्ये मधु ऋतुपति वंचकर द्यूत क्रीड़ा तेजमु तेजस्वींकर मुहि जय मो उद्यम सत्व सात्विक जमर वृष्णिवंशे वासुदेव कवि गणे मुभार्गव पांडवरे धनंजय मुनिगणे व्यासदेव जिगीसुर नीतिमोहि शासकर मुशासन गोह्य विषय मो मौन ज्ञानवानंकर ज्ञान सर्वभूतंकर बीज आम्भे अटु हे अर्जुन चराचरे किछि नाही मोह बिना वर्तमान मोर दिव्य विभूतिर अंत नाही परंतप विभूति विस्तार तेणु कहिली करी संक्षेप ऐश्वर्यशाली श्रीमान उत्कृष्ट पदार्थ गण जान पार्थ समुदाय मोहरी तेजोत्पन्न की लाभ बहु कथारे एतिकी जान अर्जुन एक अंश मात्र मोहि व्यापिछि विश्वभुवन। ओम श्री कृष्णार्पणं अस्तु। ओम श्री कृष्णार्पणं अस्तु। ओम श्री कृष्णार्पणं अस्तु। एही अध्याय रे 42 गोटी श्लोक रहिछि जहिरे बहु कथा बहु तत्व श्रीकृष्ण निजे प्रकाश करिछन्ति। पार्थिव जगतर बहु उपादान एथिरे देखिबाको मिले यथा से मासरे मार्गशीर ऋतु मध्यरे मधु ऋतु बा बसंत ऋतु से सरसी मध्यरे सागर मीनगणक मध्यरे मकर नदी मानक भितरे गंगा सी पुणी विद्यारे अध्यात्म विद्या समासरे द्वंद्व समास अक्षरे अकार सी जय सी उद्यम से सात्विकता सात्विक जनर से पुणी तेज तेजस्वींकर से जिगीसुर नीति से शासकर शासन से ज्ञानींकर ज्ञान अर्थात से समस्तंकर बीज समस्तंकर मूल तत्व तांको बिना किछि नाही ए जगतरे विद्यमान। एठारे गोटे कथा आमे देखु से कहिले हस्ती भितरे से ऐरावत एवं अश्व भितरे से उच्चैश्रवा से वृक्षरे अश्वत्थ से यज्ञ मध्यरे जपयज्ञ से वचनरे ओंकार एथिरु आमे कौन बुझिबा जे से केवल एतिकिरे सीमित ता नुहे से सबु किछिर प्रतिनिधि प्रतीक एवं सी निजे सर्वमय। श्री अरविंदं कथारे ही इज द क्रिएटर एंड द
creation himself. He is the player and the play. He is the dreamer and himself is the dream. He is the maker and the world he made. ସିଏ ସବୁ କିଛି ତାଙ୍କ ବ୍ୟତୀତ କିଛି ହିଁ କେଉଁଠି ନାହିଁ। ଅଧ୍ୟାତ୍ମ ଶାସ୍ତ୍ରରେ ଗୋଟିଏ ନ୍ୟାୟ ଅଛି, ତାର ନାମ ହେଉଛି ପ୍ରଧାନ ମଲ୍ଲ ନ୍ୟାୟ। ସେହି ନ୍ୟାୟ ଅନୁସାରେ ଯିଏ ସେହି ଉପାଦାନ ଭିତରେ ଶ୍ରେଷ୍ଠ ତାଙ୍କୁ ଗ୍ରହଣ କଲେ ସମସ୍ତଙ୍କୁ ସେହି ବାଟରେ ହିଁ ଗ୍ରହଣ କରାଯାଏ। ବୃକ୍ଷ ଭିତରେ ଅଶ୍ୱତ୍ଥ ଅର୍ଥାତ୍ ଅଶ୍ୱତ୍ଥ ବୃକ୍ଷ ପବିତ୍ରତାର ପ୍ରତୀକ ଏବଂ ସମସ୍ତ ବୃକ୍ଷମାନଙ୍କର ପ୍ରତିନିଧି ସ୍ଥାନୀୟ। ତେଣୁ ଶ୍ରୀକୃଷ୍ଣ ଏଠାରେ ଅଶ୍ୱତ୍ଥ ବୃକ୍ଷକୁ କହିବାର ଅର୍ଥ, ଗ୍ରହଣ କରିବାର ଅର୍ଥ, ନିଜକୁ ଅଶ୍ୱତ୍ଥ ବୃକ୍ଷ ବୋଲି ସେ ବିଶ୍ଳେଷଣ କରିବାର ଅର୍ଥ ହେଉଛି ସେ ହେଉଛନ୍ତି ସମଗ୍ର ବୃକ୍ଷ। ସେ ଦେବର୍ଷିଗଣେ ନାରଦ, ସେ କେବଳ ନାରଦ ନୁହନ୍ତି, ସମସ୍ତ ଦେବ ମଧ୍ୟ। ସିଏ ଐରାବତ ହସ୍ତି ନୁହନ୍ତି, ସମସ୍ତ ହସ୍ତି। ସେ କେବଳ ଉଚ୍ଚୈଶ୍ରବ ଅଶ୍ୱ ନୁହେଁ, ସମସ୍ତ ଅଶ୍ୱ। ସେ କେବଳ ସାଗର ନୁହନ୍ତି, ସମସ୍ତ ସରସୀ। ସେ କେବଳ ହିମାଳୟ ନୁହନ୍ତି, ସେ ମଧ୍ୟ ସମଗ୍ର ସୃଷ୍ଟିର ପର୍ବତମାଳା। ଅତଏବ ସବୁକିଛି ସିଏ ଏବଂ ସିଏ ହିଁ ସବୁକିଛି। ଅଲ୍ ଇଜ୍ ହି ଆଣ୍ଡ ହି ଇଜ୍ ଅଲ୍। ତାଙ୍କ ବ୍ୟତୀତ କିଛି କେଉଁଠି ନାହିଁ, ରହି ନପାରେ ମଧ୍ୟ। ଶ୍ରୀମଦ୍ ଭଗବତ ଗୀତାରେ 10ମ ଅଧ୍ୟାୟରେ ବିଭୂତି ଯୋଗରେ ସେ ଏହି ତତ୍ତ୍ୱକୁ ଉପସ୍ଥାପନା କରିଛନ୍ତି ଅର୍ଜୁନଙ୍କ ଆଗରେ। ଅର୍ଜୁନଙ୍କ ଆଗରେ ନୁହେଁ, ସମଗ୍ର ବିଶ୍ୱବାସୀଙ୍କ ଆଗରେ, ଆମ୍ଭମାନଙ୍କ ଆଗରେ, ଯେ ଭଗବାନ ହିଁ ସବୁକିଛି। ତାଙ୍କ ବ୍ୟତୀତ କେଉଁଠି କିଛିର ସ୍ଥିତି ନାହିଁ, ଅଭିବ୍ୟକ୍ତି ମଧ୍ୟ ନାହିଁ। ସର୍ବମୟ କର୍ତ୍ତା, ତାଙ୍କୁ ଅଶେଷ ପ୍ରଣାମ, କୋଟି କୋଟି ପ୍ରଣାମ ମଧ୍ୟ ତାଙ୍କ ପାଇଁ ନଅଣ୍ଟ ହେବ। କୋଟିଏ ପ୍ରଣାମ ନଅଣ୍ଟ ହୋଇବ ପ୍ରଭୁ ତୁମ ପାଦ ତଳେ, ଭାବେ ଯେବେ ବସି ତୁମରି ମହିମା, ନୟନୁ ଲୋତକ ଝରେ, ନୟନୁ ଲୋତକ ଝରେ। ଓମ୍ ନମୋ ଭଗବତେ ଶ୍ରୀ ଅରବିନ୍ଦାୟ। ଓମ୍ ଆନନ୍ଦମୟୀ ଚୈତନ୍ୟମୟୀ ସତ୍ୟମୟୀ ପରମେ।